ବେଙ୍ଗଟିଏ ପୋଖରୀ ପାଖରେ ଥିବା ଗାତ ଭିତରେ ଅଣ୍ଡା ଦିଏ। ସବୁଥର ବେଙ୍ଗ ଛୁଆମାନଙ୍କର ଲାଞ୍ଜ କଟିବା ଆଗରୁ ସାପ ସେମାନଙ୍କୁ ଖାଇଦିଏ। ଛୁଆଙ୍କୁ ହରାଇବା ଦୁଃଖରେ ଭାଙ୍ଗି ପଡ଼ି ଶେଷରେ ବେଙ୍ଗଟି କଙ୍କଡ଼ା ପାଖକୁ ଯାଇ ନିଜର ଅସୁବିଧା କଥା କହିଲା। କଙ୍କଡ଼ା ବଡ଼ ଦୟାଳୁ ଜୀବ। ସାପ କବଳରୁ ରକ୍ଷା ପାଇବାକୁ ସେ ଗୋଟିଏ ଉପାୟ ବତାଇ ଦେବ ବୋଲି ବେଙ୍ଗକୁ ଜବାବ ଦେଲା। ଦିନେ ସେ ବେଙ୍ଗ ପାଖକୁ ଆସି ଏମିତି କହିଲା, ଏଇ ନିକଟରେ ସାପ ପରି ରକ୍ତ ପିପାସୁ ନେଉଳଟିଏ ରହୁଛି। ତୁ ଯାଇ ଗୁଡ଼ିଏ ମାଛ ଧରି ଆଣି ସେଗୁଡ଼ିକୁ ଧାଡ଼ି କରି ନେଉଳ ଗାତ ପାଖରୁ ସାପ ଗାତ ପାଖ ପର୍ଯ୍ୟନ୍ତ ପକାଇ ଦେ। ନେଉଳ ମାଛ ଖାଇ ଖାଇ ସାପ ଗାତକୁ ଯିବ। ଏମିତି ହେଇପାରେ ସେଠି ସାପକୁ ମାଛ ଭାବି ଖାଇ ଦେଇପାରେ। ବେଙ୍ଗ କଙ୍କଡ଼ାକୁ ଧନ୍ୟ କହି ତା କହିବା ମୁତାବକ କାମ କଲା। କଙ୍କଡ଼ା କହିଥିବା ଯୋଜନା ସଫଳ ହେଲା। ବିପଦ ଟଳିବା ଭାବି ବେଙ୍ଗ ସେଦିନ ରାତିରେ ନିଘୋଡ଼ ନିଦରେ ଶୋଇଥିଲା। ଏତିକିବେଳେ ନେଉଳକୁ ପୁଣି ଭୋକ ହେଲା। ତାର ମାଛ କଥା ମନେ ପଡ଼ିଗଲା। ମାଛ ପାଇଥିବା ଜାଗାକୁ ତରବର ହୋଇ ଧାଇଁବା ବେଳେ ବେଙ୍ଗ ଛୁଆମାନେ ଲୁଚିଥିବା ଜାଗାରେ ସେ ଝୁଣ୍ଟି ପଡ଼ିଲା। ସେଠାରେ ସେ ବେଙ୍ଗ ଛୁଆ ସହିତ ମା ବେଙ୍ଗକୁ ବି ଖାଇଦେଲା। ତେଣୁ କଥାରେ ଅଛି, ବୁଝି ବିଚାରି କାମ କରିବା ଉଚିତ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।